ପୁଅ ଆମକୁ ଭୁବନେଶ୍ୱର ଯିବାର ଅଛି। ଆଉ କେତେ ଦୂର? ଆମକୁ ଟିକେ ଛାଡ଼ିଦେବ କି? ଜଣେ ବୟସ୍କ ଲୋକ ଜଣେ ଅଟୋ ଚାଳକଙ୍କୁ କହୁଥିଲେ। ଭୁବନେଶ୍ୱର କେଉଁଠିକୁ ଯିବାର ଅଛି ମଉସା? ଠିକଣା ତ ଥିବ ଆପଣଙ୍କ ପାଖରେ? ଅଟୋ ଚାଳକ ପଚାରିଲେ। ସେଠୁ ସେ ବୟସ୍କ ଲୋକ ଜଣକ କହିଲେ କି ଠିକଣା ଖାଲି ଭୁବନେଶ୍ୱର ବୋଲି ଜାଣିଛି। ତମେ ସେଠାରେ ଛାଡ଼ିଦେଲେ ତାପରେ ଆମେ ଖୋଜିଦେବୁ। ମଉସା, ଆପଣ କହୁଛନ୍ତି ତ ଛାଡ଼ିଦେବି, କିନ୍ତୁ ଭୁବନେଶ୍ୱର ଏତେ ଛୋଟ ଜାଗା ନୁହେଁ ଯେ ଘର ଘର ଯାଇକି ଖୋଜିବେ। ଆଉ ହଁ, ଭଡ଼ା ବାବଦକୁ 300 ଟଙ୍କା ନେବି। 300 ଟଙ୍କା କଥା ଶୁଣି ସେ ବୟସ୍କ ଲୋକ ଜଣକ କହିଲେ କି 300 ଟଙ୍କା? ପୁଅ, ମୋ ପାଖରେ ଏତେ ଟଙ୍କା ନାହିଁ, ବାସ୍ ଏଇ 200 ଟଙ୍କା ଅଛି। ବା ମଉସା, ପାଖରେ ମାତ୍ର 200 ଟଙ୍କା ଅଛି ଆଉ ଚାଲି ଆସିଛ ଭୁବନେଶ୍ୱର, ତାପରେ ପୁଣି ମାଉସୀଙ୍କୁ ନେଇକି? ତା ଛଡ଼ା ଠିକଣା ବି ମାଲୁମ ନାହିଁ। ଭଲ ହେବ ତମେ ଆଉ କାହାକୁ ପଚାର। ବେକାରଟାରେ ମୋ ସମୟ ନଷ୍ଟ କଲ। ମୁଁ ବି ରୋଜଗାର କରିବାକୁ ବାହାରିଛି। ମୋର ବି ପରିବାର ଅଛନ୍ତି। ଏମିତିରେ ସମାଜ ସେବା ପାଇଁ ଫୁର୍ସତ ନାହିଁ। ଏତିକି କହି ସେ ଅଟୋ ଚାଳକ ସେଠାରୁ ଯିବା ପାଇଁ ବାହାରିଲେ। ସେ ବୟସ୍କ ଲୋକ ଜଣକ ହାତ ଯୋଡ଼ିଲେ। କହିଲେ କି ମୁଁ ଏ ଟଙ୍କା ବହୁତ କଷ୍ଟରେ ନେଇକି ଆସିଛି। ନାଚାର ବାପା ମାଙ୍କୁ ସାହାଯ୍ୟ କରିଦିଅ। ଭଗବାନ ତମର ମଙ୍ଗଳ କରିବେ। ଚାଲ ହଟ ଏଠୁ। ଏମିତି ଆଶୀର୍ବାଦ ନେଇ କାମ କରିଲେ ମୋ ପିଲାମାନେ ଭୋକରେ ରହିଯିବେ। ସେ ଦୁଇ ବୟସ୍କ ଦମ୍ପତି ହେଲେ ପ୍ରମୋଦ ଓ ତାଙ୍କ ସ୍ତ୍ରୀ କଳ୍ପନା। ସେମାନେ ସେମିତି ଅଟୋ ଚାଳକ ଆଗରେ ହାତ ଯୋଡ଼ି ଗୁହାରି କରୁଥିଲେ ବି ସେ ଅଟୋ ଚାଳକ ତାଙ୍କୁ ମଝି ରାସ୍ତାରେ ଛାଡ଼ିଦେଇ ପଳାଇଲେ। ହତାଶ ହୋଇ ପ୍ରମୋଦ ବାବୁ ଓ ତାଙ୍କ ସ୍ତ୍ରୀ ସେଇଠାରେ ବସି ପଡ଼ିଲେ। କଳ୍ପନା କହିଲେ କି ତମେ ଆଉ ଥରେ ପୁଅକୁ ଫୋନ କର, ଯଦି ଏବେ ଲାଗିଯିବ। କିନ୍ତୁ ଫୋନ ଲାଗିଲାନି। ପ୍ରମୋଦ ବାବୁ କହୁଥିଲେ କି କେତେ ଥର କଲିଣି, କିନ୍ତୁ କେଜାଣି କାହିଁକି ଲାଗୁନି। ମୋତେ ତ ଭାରି ଭୟ ଲାଗୁଛି। ପ୍ରଥମରେ ତ ଅଜଣା ସହର, ଆଉ ଟିକେ ପରେ ସନ୍ଧ୍ୟା ହୋଇଯିବ। କ'ଣ କରିବା ଆଉ କୁଆଡ଼େ ଯିବା? ସେଠୁ କଳ୍ପନା କହୁଥିଲେ କି ଆମେ ଏମିତି ଅଚାନକ ଆସିବାର ନଥିଲା। କାହାଠୁ କିଛି ଟଙ୍କା ଉଧାର ନେଇକି ଆସିବାର ଥିଲା। କେମିତି କଥା କହୁଛ? ତମେ କ'ଣ ଜାଣିନ ଯେ ଆମେ ଏଠାକୁ କ'ଣ ପାଇଁ ଆସିଛେ? ଆଉ ମୁଁ ଯାହାକୁ ବି ଟଙ୍କା ମାଗିଲି ସେମାନେ ମନା କରିଦେଲେ। କିନ୍ତୁ ସାହୁକାର ମୋ ସାଇକେଲ ବଦଳରେ 1000 ଟଙ୍କା ଦେଲେ ବୋଲି ଏହି ପର୍ଯ୍ୟନ୍ତ ଆସିପାରିଲେ। ଏବେ ମାତ୍ର 200 ଟଙ୍କା ବଞ୍ଚିଛି। ବୁଝିପାରୁନି ଏବେ କ'ଣ କରିବା। ସେଠୁ ପ୍ରମୋଦ ବାବୁ କହିଲେ କି ଚାଲ ପାଖରେ କେଉଁ ଏକ ମନ୍ଦିରକୁ ଯାଇ ଟିକେ ରହିଯିବା। ସେଠୁ ସେମାନେ କିଛି ବାଟ ଯିବା ପରେ ପ୍ରମୋଦ ବାବୁ ଥକି ପଡ଼ି କହିଲେ କି କଳ୍ପନା, ମୁଁ ଥକି ଗଲିଣି, ଆଉ ଚାଲିପାରିବିନି। ଏତେ ବଡ଼ ସହରରେ ଆମେ ଆମ ପୁଅକୁ କେମିତି ଖୋଜିବା? ନା ଆମ ପାଖରେ ତା ନମ୍ବର ଅଛି ନା ଠିକଣା। ଆମେ ଭୁବନେଶ୍ୱର ତ ଆସିଗଲେ, କିନ୍ତୁ ଖାଲି ଫଟୋ ନେଇ ତାକୁ ଆମେ ଖୋଜିପାରିବାନି। ସେଠୁ କଳ୍ପନା କହିଲେ କି କିଛି ସମୟ ଆମେ ମନ୍ଦିରରେ ଆରାମ କରି ପୁଣି ଖୋଜିବା। ସେ ଗାଁରୁ ଆସି ସହରରେ ରହିବାଟା 10 ବର୍ଷ ହୋଇଗଲାଣି। ଏହି ଭିତରେ ସେ ମାତ୍ର 8ରୁ 10 ଥର ଫୋନ କରିଛି। ଶେଷ ଥର ସହରକୁ ଆସିବା ଆଗରୁ ମୁଁ ତାକୁ କେତେ କହିଲି କି ତୋ ଫୋନ ନମ୍ବର ଓ ଠିକଣା ଦେବାକୁ, କିନ୍ତୁ ସେ କହିଲା କି ମୁଁ ସେ ଘର ବଦଳାଇବାର ଅଛି, ଆଉ ବଦଳାଇବା ପରେ ଠିକଣା ଦେଇଦେବି। ଆଉ ସେ ତା ଫୋନ ନମ୍ବର ଦେଲାନି କି ଠିକଣା ବି ଦେଲାନି। ବୋଧେ କିଛି ଅସୁବିଧାରେ ଥିବ। ଦୁହେଁ ମନ୍ଦିରରେ ବସି କଥା ହେଉଥିଲେ। ସେତେବେଳେ ପୂଜାରୀ ଆସି ତାଙ୍କୁ କହିବାରେ ଲାଗିଲେ ଆପଣ ଦୁହେଁ ଏଠାର ନୁହନ୍ତି କି? ସେଠୁ ସେମାନେ କହିଲେ କି ପ୍ରକୃତରେ ଆମ ପୁଅ ସହରକୁ ଚାକିରି କରିବାକୁ ଆସିଥିଲା, କିନ୍ତୁ ଗତ 10 ମାସ ହେଲା ତାର କିଛି ବି ଖୋଜ ଖବର ନାହିଁ। ଏଥିପାଇଁ ଆମେ ତାକୁ ଖୋଜିବାକୁ ଆସିଛୁ। ପ୍ରମୋଦ ବାବୁଙ୍କ କଥାରେ ପୂଜାରୀ କହିଲେ କି ତାହେଲେ ପୁଅ ଠିକଣା ପାଉନାହାନ୍ତି କି? ମୋତେ କୁହନ୍ତୁ, ଯଦି କିଛି ସାହାଯ୍ୟ କରିପାରିଲି। ସେଠୁ ପ୍ରମୋଦ ବାବୁ କହିଲେ କି ଠିକଣା ତ ନାହିଁ, ଖାଲି ଫଟୋ ଅଛି। ଏକଥା ଶୁଣି ପୂଜାରୀ ଜଣକ କହିଲେ କି ଲାଗୁଛି ଆପଣମାନେ ଗାଁରେ ରହୁଛନ୍ତି, ଏଥିପାଇଁ ଏତେ ସାଧାସିଧା। କିନ୍ତୁ ଆଜିକାଲିର ଯୁଗ ଓଲଟା। ପିଲାମାନେ ଯେତେବେଳେ ଘରୁ ବାହାରନ୍ତି ଆଉ ଯେତେବେଳେ ସେମାନେ ନିଜ ବାପା ମାଙ୍କ ସହିତ କୌଣସି ସମ୍ପର୍କ ରଖନ୍ତିନି, ଏହାର ଅର୍ଥ ହେଲା କି ସେମାନେ ବହୁତ ଆଗକୁ ଚାଲି ଯାଇଛନ୍ତି ଆଉ ତାଙ୍କୁ ତାଙ୍କ ବୁଢ଼ା ବାପା ମାଙ୍କର କୌଣସି ଦରକାର ନାହିଁ। ପୂଜାରୀଙ୍କ କଥା ସରିଛି କି ନା ପ୍ରମୋଦ ବାବୁ କହିଲେ କି ନାଇଁ ପୂଜାରୀ ଆଜ୍ଞା,
ଆମ ପୁଅ ନିଶ୍ଚୟ କିଛି ଅସୁବିଧାରେ ପଡ଼ିଯାଇଛି, କାହିଁକି ନା ସେ ତା ମାଆକୁ ଛାଡ଼ିକି କେବେ ବି ରହିପାରେନି, ଆଉ ସେ ଆମ ସହିତ ଏମିତି କରିବାକୁ କେବେ ବି ଚିନ୍ତା କରିପାରିବନି। ପ୍ରମୋଦ ବାବୁ ବଡ଼ ଗର୍ବରେ କହୁଥିଲେ। ସେତେବେଳେ ପୂଜାରୀ କହିଲେ କି ଏହି ମନ୍ଦିରରେ ମୁଁ 12 ବର୍ଷ ହେଲା ପୂଜା କରି ଆସୁଛି, ଆଉ ଏହା ଭିତରେ କେଜାଣି ଏମିତି କେତେ ବାପା ମାଙ୍କୁ ଭଗବାନଙ୍କ ସହିତ ଲଢ଼ିବାର ଦେଖିଛି। କିଏ ତାଙ୍କୁ ଷ୍ଟେସନରେ ଛାଡ଼ି ଦେଇ ପଳେଇଲାଣି ତ ଆଉ କିଏ ସେମାନଙ୍କୁ ଛାଡ଼ି ବିଦେଶ ପଳେଇଲାଣି, ଆଉ କିଏ ଛାଡ଼ି ଦେଇ ସେମାନେ କେବେ ବି ଫେରି ଆସିନାହାନ୍ତି। କିନ୍ତୁ ପ୍ରମୋଦ ବାବୁ କହୁଥିଲେ କି ହଁ, ସେମିତି ହେଉଥିବ ନିଶ୍ଚୟ, ପିଲାମାନେ ବି ସେମିତି କରୁଥିବେ, କିନ୍ତୁ ମୋ ପୁଅ ଗାଁରେ ବଢ଼ିଛି, ସେ କେବେ ବି ଏମିତି କରିବନି। ସେ ତ ତା ବାପା ମୁଣ୍ଡରୁ ସବୁ କରଜ ସୁଝିବାକୁ ସହର ଆସିଛି। ମୁଁ ବି କରଜ ନେଇ ତାକୁ ପାଠ ପଢ଼େଇଛି, ଫଳରେ ସେ ଏକ ଭଲ ଚାକିରି କରିପାରିବ। ସେଠୁ ପୂଜାରୀ କହିଲେ କି ଠିକ୍ ଅଛି, ମୁଁ ବି ଭଗବାନଙ୍କୁ ପ୍ରାର୍ଥନା କରୁଛି କି ଆପଣଙ୍କ ପୁଅ ଜଲ୍ଦି ମିଳିଯାଉ। ଆପଣମାନେ ବହୁତ ଦୂରରୁ ଆସିଛନ୍ତି, ଭୋକ ଲାଗୁଥିବ, ଆଜି ଭଲ ଦିନରେ ଆସିଛନ୍ତି ଆପଣ। ଆଜି ମନ୍ଦିରକୁ ଜଣେ ବଡ଼ ଲୋକ ପୂଜା କରିବାକୁ ଆସୁଛନ୍ତି, ଆଉ ଏଠି ଥିବା ସମସ୍ତଙ୍କୁ ସେ ପେଟ ପୂରା ବି ଖାଇବାକୁ ଦେବେ। ଆପଣମାନେ ବି ସେଇଠି ଖାଇନେବେ। ଲାଗୁଛି ସେମାନେ ଆସିଗଲେଣି, ଚାଲନ୍ତୁ ସେଠିକୁ। ପୂଜାରୀ ସେମାନଙ୍କୁ ଡାକିବା ପରେ ସେମାନେ ଦୁହେଁ ପୂଜାରୀଙ୍କ ସହିତ ଗଲେ, ଆଉ କିଛି ସମୟ ଭିତରେ ଦୁହେଁ ଖାଇବାକୁ ଲାଇନରେ ବସିଗଲେ। ଅଳ୍ପ ସମୟ ଅପେକ୍ଷା କରିବା ପରେ ଜଣେ ଲୋକ ତାଙ୍କ ପରିବାର ସହିତ ଗାଡ଼ିରୁ ଓହ୍ଲେଇଲେ। ଧନୀଘରର ଲାଗୁଥିଲେ। ସେଠୁ ଖାଦ୍ୟ ପରସିବା ଆରମ୍ଭ ହେଲା। ସମସ୍ତେ ଖାଇବା ବି ଆରମ୍ଭ କରିଦେଇଥିଲେ। ଜଣେ ସୁନ୍ଦରୀ ସ୍ତ୍ରୀ ଲୋକ ଆସି କହିଲେ କି ଆପଣମାନେ ସମସ୍ତେ ପେଟ ପୂରା ଖାଇବେ, ଆଉ ଖାଇସାରି ସମସ୍ତେ କମଳ ନେଇକି ଯିବେ। ସେଇ ଗାଡ଼ିରୁ ଜଣେ ପୁରୁଷ ଲୋକ ବାହାରି କହିଲେ କି ହଁ ହଁ, ଆପଣମାନେ ସମସ୍ତେ କମଳ ନେଇକି ହିଁ ଯିବେ। ଏବେ ଯାଏଁ ପ୍ରମୋଦ ବାବୁ ଓ କଳ୍ପନା ଚୁପଚାପ ଖାଉଥିଲେ, କିନ୍ତୁ ଯେତେବେଳେ ସେ ପୁରୁଷ ଲୋକର ସ୍ୱର ଶୁଣିଲେ ଟିକେ ଚମକି ପଡ଼ିଲେ, କାହିଁକି ନା ସେହି ସ୍ୱରଟା ଚିହ୍ନା ଚିହ୍ନା ଲାଗୁଥିଲା। ଆଉ ଯେତେବେଳେ ସେମାନେ ମୁହଁ ଉଠେଇ ଅନେଇଲେ, ସେମାନଙ୍କୁ ନିଜ ଆଖି ଉପରେ ବିଶ୍ୱାସ ହେଲାନି, କାହିଁକି ନା ସେ ପୁରୁଷ ଲୋକ ଜଣକ ତାଙ୍କ ପୁଅ ରୋହିତ ଥିଲେ। ପ୍ରମୋଦ ବାବୁ ତାଙ୍କ ପାଖକୁ ପଳେଇ ଆସିଲେ, ଆଉ ଯେତେବେଳେ ସେ ତାଙ୍କ ପୁଅର ଚେହେରା ଦେଖିଲେ ତ ତାଙ୍କୁ ଜାବୁଡ଼ି ଧରି କାନ୍ଦି ପକେଇଲେ। ମୋ ପୁଅ ମିଳିଗଲା, ଭଗବାନ ତମକୁ କୋଟି କୋଟି ଧନ୍ୟବାଦ ବୋଲି କହୁଥିଲେ ପ୍ରମୋଦ ବାବୁ। କେଉଁଠି ଥିଲୁ ତୁ? ତୋ ବାପା ମାଙ୍କୁ ଭୁଲିଗଲୁ? ପଛରୁ ଆସି ରୋହିତଙ୍କର ମା କଳ୍ପନା ଏହା କହିବାରେ ଲାଗିଲେ। ଏସବୁ ଦେଖିକି ପୂଜାରୀ ଆସି କହିଲେ କି ଆଚ୍ଛା, ତମେ ୟାଙ୍କର ପୁଅ? ଆରେ କେମିତିକା ପୁଅ ତମେ? ତମ ବାପା ମାଙ୍କୁ ଠିକଣା ବି ଦେଇନ? ବିଚାରା ଏମାନେ କେତେ ହଇରାଣ ହୋଇ ଏଇଠାରେ କେତେବେଳୁ ବସି ରହିଛନ୍ତି, ନା ଟଙ୍କା ଅଛି ନା ଠିକଣା। ସେଠୁ ପ୍ରମୋଦ ବାବୁ କହିଲେ କି କିଛି କଥା ନାହିଁ ନନା, ମୋ ପୁଅ ମୋତେ ମିଳିଯାଇଛି, ଏବେ ଆମକୁ ଆଉ କିଛି ଦରକାର ନାହିଁ। ପୁଅ, ତୁ ବହୁତ ପୁଣ୍ୟ କାମ କରୁଛୁ, ଭଗବାନ ତୋର ମଙ୍ଗଳ କରିବେ। ସେଠୁ କଳ୍ପନା କହିଲେ କି ଜଲ୍ଦି ଜଲ୍ଦି ସମସ୍ତଙ୍କୁ ଦେଇଦେ, ଆଉ ଏମାନେ କିଏ ପୁଅ? ସେଠୁ ପୁଅ ରୋହିତ କହିଲେ କି ତୋ ବୋହୂ। ତୁ ବାହା ହୋଇଯାଇଛୁ ଅଥଚ ଆମକୁ ଜଣେଇନୁ? ପ୍ରମୋଦ ବାବୁ କହିବା ପରେ ରୋହିତ କହିଲେ କି ବାପା, ପ୍ରକୃତରେ ବାହାଘର ଏତେ ଜଲ୍ଦି ହୋଇଗଲା ଯେ କାହାକୁ କିଛି କହିବାକୁ ଫୁର୍ସତ ହିଁ ମିଳିଲାନି। ସେଠୁ ବୋହୂ କହୁଥିଲେ କି ଆପଣଙ୍କ ପୁଅ ତ ପ୍ରତିଦିନ ଆପଣଙ୍କୁ ମନେ ପକାଉଛନ୍ତି, ଆପଣଙ୍କୁ ଭୁଲି ନାହାନ୍ତି। ବାସ୍ ମୋ ବାପାଙ୍କ ଦେହ ଖରାପ ହେବା ପରେ ତାଙ୍କ ବ୍ୟବସାୟ ସମ୍ଭାଳୁ ସମ୍ଭାଳୁ ବ୍ୟସ୍ତ ହୋଇଯାଇଛନ୍ତି, ତେଣୁ ଆଉ ସମୟ ମିଳେନି ଗାଁକୁ ଯିବା ପାଇଁ। ଆଉ ସେତେବେଳେ ତ ୟାଙ୍କ ପାଖରେ ଫୋନ୍ ନଥିଲା, ଆଉ ଗାଁରେ ଥିବା ଆପଣଙ୍କ ପଡ଼ୋଶୀ ନମ୍ବର ସେ ହଜେଇ ଦେଇଥିଲେ। ବାସ୍ ସେଥିପାଇଁ ଆଉ ଆପଣଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ। କିନ୍ତୁ ଏବେ ଆପଣମାନେ ଆଉ ଗାଁକୁ ଯିବେ ନାହିଁ, ଏଠାରେ ନିଜ ନାତି ଆଉ ପୁଅ ସହିତ ରହିବେ। ରୋହିତ ବି କହିଲେ କି ବାପା, ମୋତେ କ୍ଷମା କରିଦିଅ, କେଜାଣି କେମିତି ମୁଁ ତମମାନଙ୍କୁ ଭୁଲିଗଲି। ମୋ ପରି ପୁଅ ଭଗବାନ କାହାକୁ ନ ଦିଅନ୍ତୁ, କିନ୍ତୁ ଏବେ ମୁଁ ମୋ ଭୁଲର ପ୍ରାୟଶ୍ଚିତ କରିବା ପାଇଁ ଚାହୁଁଛି। ଏବେଠାରୁ ତମେମାନେ ମୋ ସାଥିରେ ହିଁ ରହିବ। ମୁଁ ତମର ସେବା କରିକି ମୋ ପ୍ରାୟଶ୍ଚିତ କରିବି।
ପୁଅ ବୋହୂ ମୁହଁରୁ ଏସବୁ ଶୁଣିକି ସମସ୍ତଙ୍କ ଆଖିରୁ ଲୁହ ବୋହିଗଲା। ତାପରେ ପ୍ରମୋଦ ବାବୁ ଓ କଳ୍ପନା ନିଜ ପୁଅ ବୋହୂ ସହିତ ପଳେଇଲେ। ଯାଉ ଯାଉ ବଡ଼ ଗର୍ବରେ ପୂଜାରୀଙ୍କୁ କହିଲେ କି, ଦେଖନ୍ତୁ ନନା, ଆଜି ମୋ ପୁଅ ଏହି ମନ୍ଦିରରେ ମିଳିଗଲା। ଆଉ ଦେଖନ୍ତୁ, ସେ ବି ଅନ୍ୟମାନଙ୍କ ପରି ତା ବାପା ମାଙ୍କୁ ଭୁଲି ଯାଇନି। ସେ ଟିକେ ଫସି ଯାଇଥିଲା ସତ, କିନ୍ତୁ ଏବେ ସେ ଆମକୁ ନେଇକି ଯାଉଛି ତା ପାଖରେ ରଖିବା ପାଇଁ। ପୂଜାରୀ ଟିକେ ହସିଦେଇ କହିଲେ କି, ଆପଣମାନେ ଏମିତି ଖୁସିରେ ରୁହନ୍ତୁ। ମୋ ତରଫରୁ ଭଗବାନଙ୍କ ନିକଟରେ ଏହା ହିଁ ପ୍ରାର୍ଥନା। ଘରେ ପହଞ୍ଚିବା ପରେ ବୋହୂ କହିଲେ କି, ଆପଣମାନେ ଏବେ ଥକି ଯାଇଥିବେ, ତେଣୁ ଆଗ ଟିକେ ଆରାମ କରିନିଅନ୍ତୁ, ବାକି କଥା ପରେ ହେବା। ପରଦିନ ସକାଳୁ ପ୍ରମୋଦ ବାବୁ ଓ କଳ୍ପନା ବସି ଚା ପିଉଥିଲେ। ସେତେବେଳେ ଘର କାମ କରୁଥିବା ଭାଇ ଆସିଲା। ଆଉ ବାକି ଟଙ୍କା ଦେଇ ପୁଅ ରୋହିତ ଓ ବୋହୂ ଲିଜା ତାକୁ ସବୁ ବେଳ ପାଇଁ ଛାଡ଼ିଦେଲେ। ଆଉ କଳ୍ପନାଙ୍କୁ କହିଲେ କି, ମା, ସେ ବାଇ ଠିକ୍ଠାକ୍ କାମ କରୁନି, ଏଥିପାଇଁ ତାକୁ ବାହାର କରିଦେଲି। ଏମିତିରେ ଆମେ କେତେଜଣ କି ମିଳିମିଶିକି କାମ କରିଦେବା। ହଁ ହଁ ବୋହୂ, କାମ କଲେ ବି ଦେହ ଠିକ୍ ରହିବ। ଗାଁରେ ତ ସବୁ କାମ ମୁଁ ଏକୁଟିଆ କରୁଥିଲି। କଳ୍ପନା ତ ଏସବୁ ଭୋଳା ହୋଇ କହୁଥିଲେ, କିନ୍ତୁ ସେ କ'ଣ ଜାଣିଥିଲେ ଯେ ତାଙ୍କ ବୋହୂର ମନରେ କ'ଣ ଚାଲିଛି ବୋଲି। ଦିନେ ବୋହୂ ଘରେ ଗୋଟିଏ ଛୋଟିଆ ପାଟି ରଖିଥିଲେ, ଆଉ କଳ୍ପନାଙ୍କୁ ସକାଳୁ ରୋଷେଇ ଘରେ କାମ ଦେଇଦେଲେ। ବିଚାରୀ ଶାଶୁ ପୁରା ପରିଶ୍ରମ କରୁଥିଲେ। ବୋହୂ ଲିଜାର ସାଙ୍ଗମାନେ ଆସିଲେ, ଆଉ ଲିଜା କଥା କଥାରେ ଶାଶୁଙ୍କୁ ଡାକ ପକାଉଥିଲେ। କେତେବେଳେ ଏଇଟା ଆଣ, କେତେବେଳେ ସେଇଟା ଆଣ। ସେଠୁ ଏସବୁ ଦେଖି ତାଙ୍କ ସାଙ୍ଗମାନେ ପଚାରିଲେ କି, ୟାଙ୍କୁ କେଉଁଠୁ ପାଇଲ? ଆଉ ସେ କ'ଣ ପୁରା ସମୟ ଏଠି ରହୁଛନ୍ତି ନା ଅଳ୍ପ ସମୟ ପାଇଁ? ଆରେ ମୋତେ ବି ଜଣେ ଫୁଲ୍ ଟାଇମ୍ ଚାକରାଣୀ ଦରକାର ମ, କିନ୍ତୁ ମିଳୁନି। ଏମିତିରେ କେତେ ଟଙ୍କା ନେଉଛି ସେ? ଲିଜାର ଜଣେ ସାଙ୍ଗ ପଚାରିବାରୁ ଲିଜା କହିଲେ କି, ଆରେ ଇଏ ତ ଫୁଲ୍ ଟାଇମ୍ ବି ଆଉ ଫ୍ରି ବି। ଇଏ ମୋ ଶାଶୁ ଗାଁରୁ ଆସିଛନ୍ତି। ରୋହିତ ତ ତାଙ୍କୁ କେବେଠୁ ଭୁଲି ଯାଇଥିଲେ, କିନ୍ତୁ ଏମାନେ ଦୁହେଁ ନିଜ ପୁଅକୁ ଖୋଜି ଖୋଜି ଏଠାକୁ ପଳେଇ ଆସିଥିଲେ। ସେ ତ ରାଗୁଥିଲେ, କିନ୍ତୁ ସମସ୍ତଙ୍କ ସାମ୍ନାରେ କିଛି କହୁନଥିଲେ। ପୁଣି ମୋତେ ଫୋନ୍ କଲେ ତ ମୁଁ କହିଲି ନେଇ ଆସ। ଏଠାରେ ତ ଏମିତିରେ ଚାକରାଣୀ ମିଳୁନାହାନ୍ତି, ତେଣୁ ସେମାନଙ୍କୁ କେମିତି ରଖିନଥାନ୍ତି। ସେଠୁ ସାଙ୍ଗମାନେ କହୁଥିଲେ କି, ୱାଃ, କ'ଣ ବୁଦ୍ଧି ବାହାର ନ କଲୁ ମ? କାଶ୍ ଆମର ବି ଏମିତି ଗାଁରେ ଶାଶୁ ଥାଆନ୍ତେ କି? ଏମିତି କହୁ କହୁ ସମସ୍ତେ ହସିବାରେ ଲାଗିଲେ। ଏସବୁ କଥା କଳ୍ପନା ଶୁଣୁଥିଲେ, ଆଉ ଶୁଣିକି ତାଙ୍କ ଆଖିରୁ ଲୁହ ବାହାରିଗଲା। କିନ୍ତୁ ସେ ଚୁପଚାପ ତାଙ୍କ କାମରେ ଲାଗିଥିଲେ। ଆଉ ଏସବୁ କଥା ଭାବି ଭାବି ସେ ଯେତେବେଳେ ଲିଜାଙ୍କୁ ଖାଇବା ଦେଉଥିଲେ, ସେତେବେଳେ ଖାଇବା ପ୍ଲେଟ୍ ତାଙ୍କ ହାତରୁ ଲିଜାଙ୍କ ଉପରେ ଖସି ପଡ଼ିଲା। ଆଉ ଏଥିରେ ଲିଜା ରାଗିଯାଇ ଶାଶୁଙ୍କ ଉପରେ ହାତ ଉଠେଇଦେଲେ। କହିଲେ କି, ଭାବିଥିଲି ଏଠାକୁ ଆସି ଏଠାର ବିଧି ବ୍ୟବସ୍ଥା ଜାଣିନେବ, କିନ୍ତୁ ମୂର୍ଖ କେବେ ବି ବଦଳି ପାରେ ନାହିଁ। ସେଠୁ କଳ୍ପନା କହିଲେ କି, ବୋହୂ, ମୁଁ ଜାଣିଶୁଣି ଏସବୁ କରିନି, ତେଣୁ ଏମିତି କ'ଣ କହୁଛୁ, ପୁଣି ସମସ୍ତଙ୍କ ସାମ୍ନାରେ? ଏତିକି କହି କଳ୍ପନା କାନ୍ଦି କାନ୍ଦି ପଳେଇଲେ। ସେ ସମୟରେ ପ୍ରମୋଦ ବାବୁ ଘରେ ନଥିଲେ। ତାଙ୍କୁ ବି ଲିଜା ଜିନିଷ ଆଣିବା ପାଇଁ ବାହାରକୁ ପଠାଇ ଦେଇଥିଲେ। କିଛି ସମୟ ପରେ ରୋହିତ ଆଉ ପ୍ରମୋଦ ବାବୁ ଆସିଲେ। ଲିଜା କହିଲେ କି, କ'ଣ କହିଥିଲ ତମେ? ଏମାନଙ୍କ ସହିତ ଭଲରେ ବ୍ୟବହାର କର, ଫଳରେ ତମର ସବୁ କାମ କରିଦେବେ। କିନ୍ତୁ ତମ ମା ଆଜି ମୋର ସାଙ୍ଗମାନଙ୍କ ସାମ୍ନାରେ ବେଜ୍ଜତି କରିଦେଲେ। ତା ସହିତ ମୋ ଡିଜାଇନର ଶାଢ଼ୀ ବି ନଷ୍ଟ କରିଦେଲେ। କ'ଣ ଏଇଆ ଭାବିକି ମୁଁ ବାଇକୁ କାଢ଼ି ଦେଇଥିଲି? ଏସବୁ କ'ଣ କହୁଛ ବୋହୂ? ଆମେମାନେ ତମ ଶାଶୁ ଶ୍ୱଶୁର, ତମ ଚାକର ନୁହେଁ ଯେ ଏମିତି କଥା କହୁଛ। ପ୍ରମୋଦ ବାବୁ କହିବାରୁ ରୋହିତ କହିଲେ, ତମେ ଚୁପ୍ ରୁହ ବାପା, କି ତମେ ତ ମୋତେ ଖାଲି ଗରିବି ଦେଇଛ, କିନ୍ତୁ ଏ ପ୍ଲେଟ୍ ମୋ ଚାକିରି ସବୁ ଲିଜାଙ୍କର ବାପା ଦେଇଛନ୍ତି। ଆଉ ସେହି ଗରିବି ପାଇଁ ମୁଁ ତମଠାରୁ ସବୁ ସମ୍ପର୍କ କାଟିଦେଇ ଏଠାକୁ ଚାଲି ଆସିଥିଲି। କିନ୍ତୁ ମୁଁ ମୂର୍ଖ ଥିଲି, ଭାବୁଥିଲି କି କେବଳ ଫୋନ୍ ନମ୍ବର ବଦଳେଇ ତମ ପିଛା ଛଡ଼େଇବି ବୋଲି। କିନ୍ତୁ ନା, ତମେମାନେ ପୁଣି ଏଠାକୁ ପଳେଇ ଆସିଲ। ସେଠୁ ବୋହୂ କହିଲେ କି, ଶୁଣ, ଯଦି ଏଠାରେ ରହିବାର ଅଛି ତାହେଲେ ସବୁ କାମ କରିବାକୁ ପଡ଼ିବ, ନହେଲେ ତମ କୁଡ଼ିଆକୁ ପଳାଅ। ପୁଅ ବୋହୂଙ୍କର ଆଜି ଏ ଅସଲ ରୂପ ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଭାବିଲେ କି ପୂଜାରୀ ଯାହା କହିଥିଲେ
पूरा ठीक थिला। सेठु कांदी कांदी दुहें निज रूम को गले। सेठारे रहिबा छड़ा तांको पई आउ रास्ता किछि भी नथिला। एही घटना परे बहु भी सेमानक उपरे आहुरी अत्याचार करुथिले। लिजा तो कल्पना को लुगा सफा और घर काम पूरा पूरी लगे देथिले। आउ एपटे पुओ भी कथा कथारे बापा को खराब शब्द भी प्रयोग करने को पछौ नथिला। दिने राति रे लिजा निज सासू को कहले कि मु रूम को जाउछि, आम दुहींक पई उषुम क्षीर नेकी आस, किंतु तमे आउ पी जीवनी। किछि समय परे जेतेबेले कल्पना क्षीर नेकी आसिले, लिजा रोहित को कहूतिले कि आमे एमानकु एत्ते कष्ट देउचे, तथापि एठारु जीवा पई मन बोलाउ नाहंती। तमे तो कहूतिल कि गाँ लोकंकु तांको इज्जत बहुत बड़ लागे, एबे कुआडे गला तांको इज्जत चिंता। हाँ, मु भी भाबुथिली कि किछि उपाय करिबाकु पड़िबो। आ लिजा कहिले कि सेमानकु देखिकी तो मते घृणा लागुची। एसबु शुणिकी तो कल्पना को मुंडरे जेमिति वज्र पड़गला, मन उदास होईगला। सांगे सांगे रूम को जाई स्वामी को कहले कि चलो आमे गाँ को पळेबा। सेठारे इज्जतर दुईटी रुटी एठार अपमान घिओ रुटी ठारू केते भल। तापरे से प्रमोद को सबु कथा कहिले। 2 दिन परे प्रमोद बाबू रोहित को निज फोन दे कहले कि देखिलु रोहित, से कौन कहउचंती, लागुची कि करजदाता होइथिबे। मु तो तांको कथा बुझी पारुनी। रोहित जेतेबेले फोन नै हालो कले, सेपटु किए कहउथिले कि आपण प्रमोद बाबू कहउचंती कि आपण जे लॉटरी टिकट किनिथिले पूरा 1 कोटी टंकार लॉटरी उठिची, आपण आसी दस्तखत करी नै जांतु। शुणिकी जेमिति रोहितकर मुंड घुरीगला। पुणी जेमिति सेमिति निजको संभाली से कहले कि हाँ आमे आसुचु। फोन रखिबा परे प्रमोद बाबू रोहित को पचारे कि कौन कहूथिला से, केते दिन भितर तांको टंका फेरेबाकू पड़िबो। सेठु रोहित कहले जे बापा आमे काली जाई सब टंका फेरेबाकू पड़िबो, आउ तम दस्तखत दरकार, फलरे आगक आउ किए जेमिति हैरान न करू। केते टंका देबार अछि बापा। सेठु प्रमोद बाबू कहले कि एई बोधे 50 कि 60 हजार टंका हेबो। जानिछु पुओ, मु केबेटू धार सुझिबा पई चेष्टा करूची। के जानी केते लॉटरी टिकेट भी किनिची, किंतु ना केतेबेले केउ लॉटरी उठुची, आ ना मो पाखरे एते टंका अछि जे मु उधार सुझी देबी। सेठु रोहित कहले कि ठीक अछि बापा, मु से उधार टंका देई देबी, आमे काली ही जाई सुझी दबा। सेठु परदिन सकाळ हेबा मात्रे रोहित प्रमोद बाबू को नहीं गाँ को गले, आ सबु करजदाता टंका सुझी देले। आ तापरे फोन आसीथिबा लोक पाखकु जाई तांको भेटिले। से प्रमोद बाबूंको दस्तखत नेले, आ पुणी रोहितकर साक्षी भावरे दस्तखत नेले। दुईंको दस्तखत परे सेमाने घर को फेरी आसिले। सेठु रोहित से लोक को एकुटिया पचारिथिले कि मु जे अकाउंट नंबर देइथिली सेथिरे टंका आसीजिबो तो। से लोक भी हाँ करदेले। आ सेबेठु रोहित निज अकाउंट रे 1 कोटी टंका थिबा स्वप्न देखिबारे लागिले। दिने लिजा कहले कि आजी घरे बहुत बड़ पार्टी हेबो, तमर पोशाक गेस्ट हाउस रे रखी देइची, पिंधि देबो। सेठु लिजा कहले कि ए केमितिका पोशाक, मु तो एमिति पोशाक पिंधेनी। सेठु कल्पना कहले कि लागुची एठारे पार्टी पाई खास पोशाक पिंधा जाए। अरे पिंधि दे, चूड़ीदार ड्रेसटा तो आम गाँव रे युवती माने पिंधती, तेणु एथिरे खराब कौन। रोहित और बोहू एत्ते भलरे देइचंती, रोहित और बोहू एत्ते भलरे देइचंती, प्रमोद बाबू कहले। पुणी दुहें से पोशाक पिंधि प्रस्तुत होई बाहर को आसिले। देख एठारे बहुत लोक अछंती, आम परी पोशाक पिंधि बुलुचंती। कल्पना कहले कि कहूथिली ना एठारे पार्टी रे एमिति ही पोशाक पिंधती बोधे। सेठु प्रमोद बाबू कहले कि किछि लोक तो अलगा पिंधिचंती ना, आम परी जो माने पिंधिचंती सेमाने तो किए खाइबा देउचंती तो किए पानी। प्रमोद बाबू कहूथिले एमितिरे भी मो तंटी सुखी जाउची ए भिड़ को देखी, तेणु मु भी टिके पानी मागिनी एमानक ठारू। कल्पना एतिकी कही इशारा रे जने लोक को डाकिले, जिए कि पूरा प्रमोद बाबूंक परी पोशाक पिंधिले। कहले कि टिके पानी दियो तो, बहुत शोष लागुची। सेठु से लोक जनक कहले कि बेसी आराम करनी, नहले टंका कटिजिबो, जाओ एबे अतिथि को कटलेट दियो।
ସେ ଲୋକଟି ରାଗିକି କହୁଥିଲା। ଏସବୁ ଶୁଣିକି ଦୁହେଁ ଆଶ୍ଚର୍ଯ୍ୟରେ ଦୁହେଁ ଦୁହିଁଙ୍କୁ ଅନେଇବାରେ ଲାଗିଲେ। ସେ ଲୋକ କ'ଣ କହିକି ପଳେଇଲା? କଳ୍ପନା କହିଲେ କି ଚାଲ ରୋହିତକୁ ପଚାରିବା। ଯେମିତି ସେମାନେ ରୋହିତଙ୍କ ପାଖକୁ ଯାଉଥିଲେ ଲିଜା ସେମାନଙ୍କ ପାଖକୁ ଆସି କହିଲେ କି ଭଲ ହେଲା ତମେ ଦେଖା ହୋଇଗଲ। ଏଇ ନିଅ, ଯେତେବେଳେ ଯାଏ ପାଟି ନ ସରିଛି ପୁଅକୁ ସମ୍ଭାଳ। ଏତିକି କହି ସେ ନିଜ ପୁଅକୁ ନିଜ ଶାଶୁଙ୍କ ପାଖରେ ଛାଡ଼ିଦେଲେ। ପଛରେ ଛିଡ଼ା ହୋଇଥିବା ଜଣେ ସାଙ୍ଗ କହିଲେ କି ଆରେ ଲିଜା, ଇଏ କିଏ? ତୋ ପୁଅକୁ ଦେଖାଶୁଣା କରିବା ପାଇଁ କାହାକୁ ରଖିଲୁ କି? ହଁ ସାଙ୍ଗ, ପୁଅର ଆୟା। ଆଜିକାଲି ଏମିତି ତ କାହା ଉପରେ ବିଶ୍ୱାସ କରିହେବନି, ଆଉ ଏମାନେ ଟିକେ ଭରସା ଯୋଗ୍ୟ, ତେଣୁ ରଖିଦେଲି। ଏହିପରି ଲିଜା କହିଲେ। ରୋହିତ ବି ସେଠାରେ ଛିଡ଼ା ହୋଇଥିଲେ, କିନ୍ତୁ ତାଙ୍କ ମୁହଁରୁ ଗୋଟିଏ ବି ଶବ୍ଦ ବାହାରିଲାନି। ବାପା ମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ଏସବୁ କ'ଣ କହି ଚାଲିଛି ବୋହୂ। ବୋଧେ ଏଥିପାଇଁ ଆମକୁ ଚାକର ପରି ପୋଷାକ ଦିଆଯାଇଛି। ଚାଲ ଯାଇକି ପୁଅକୁ ପଚାରିବା। ସେଠୁ ରୋହିତ କହିଲେ କି ମା, ତମ ନାତିକୁ ତ ସମ୍ଭାଳିବାକୁ କହୁଛି ସେ। ସେଠୁ ମା କହିଲେ କି ଆମ ନାତିକୁ ତ ଆମେ ଏମିତି ସମ୍ଭାଳିବା କଥା। ଏଟା କେଉଁ ବି ଜେଜେବାପା ଓ ଜେଜେମାଙ୍କ ପାଇଁ ତ ଖୁସିର କଥା, କିନ୍ତୁ ତମେମାନେ ଯେଉଁ ଚାକର ଚାକରାଣୀ ବନେଇ ଆମକୁ ଛଳ କରି ନେଇ ଆସିଛ, ଏହାଠାରୁ ସେ ଗାଁରେ ଗରିବ ହୋଇ ରହିବାଟା ଭଲ। ପ୍ରମୋଦ ବାବୁ କହିଲେ ପୁଅ, ଆମେ ଗରିବ ହେଲେ ବି କାହାର ଗୋଲାମୀ କରୁନା। ମନେ ରଖିବୁ, ଯେଉଁ ପୁରୁଷ ନିଜ ସ୍ତ୍ରୀର ଧନରେ ଚଳୁଥାଏ ସେ ସବୁବେଳେ ଗୋଲାମ ବୋଲାଉଥାଏ। ସେଠୁ କହିଲେ କି ଚାଲ କଳ୍ପନା, ଆମେ ଏଠାରେ ରହିବାନି। ସେଠୁ ସାଙ୍ଗେ ସାଙ୍ଗେ ଲିଜା ଆସିକି କହିଲେ କି ଆରେ ଆରେ, କୁଆଡ଼େ ଯିବା କଥା କହୁଛ? ଯିବା ପାଇଁ ଟଙ୍କା ଅଛି ତମ ପାଖରେ କି ଏମିତି ମନ୍ଦିରରେ ଯାଇକି ରହିବାର ଇରାଦା ଅଛି? କଳ୍ପନା କହିଲେ ଏଠାରୁ ଗାଁ ବହୁତ ଦୂର, ହେଲେ ଯେମିତି ଆସିଥିଲୁ ସେମିତି ଚାଲିଯିବୁ। ତତେ ଆମର ଚିନ୍ତା କରିବା ଦରକାର ନାହିଁ। ସେଠୁ ଲିଜା କହିଲେ କି ଦେଖ ସମସ୍ତେ, ଏମାନଙ୍କୁ ମନ୍ଦିରରୁ ଉଠେଇ ଆଣି ଆମ ଘରେ ଶରଣ ଦେଇଥିଲୁ। ଏବେ ସେମାନେ ଆମ ପିଠିରେ ଛୁରା ଭୁଷି ଏଠାରୁ ପଳେଇବାର ଚକ୍ରାନ୍ତ କରୁଛନ୍ତି। ଭଲ ସମୟ ହିଁ ରହିଲାନି। ସେଠୁ ପ୍ରମୋଦ ବାବୁ କହିଲେ କି ଏ କ'ଣ କହୁଛ ତମେ? ଆମେ ତମ ସହିତ ନୁହେଁ, ବରଂ ତମେ ମାନେ ଆମ ସହିତ ଛଳ କରିଛ। ଲିଜା ଚିଲେଇ କହିଲେ ଚୁପ୍ କର। ଆରେ ମୋର ହୀରାର ହାରଟା ମିଳୁନି। ରୋହିତ, ତମ ବାପା ମା ଆଉ ଏତେ ଟଙ୍କାର ହାର କେବେ ଦେଖିନଥିବେ, ତେଣୁ ନେଇଯାଇଥିବେ। ପୁଅ କଥାରେ ବାପା କହିଲେ କି ବାରେ ପୁଅ, ଆଜି ବାପା ମାକୁ ଚୋର ସଜେଇ ଦେଲୁ। ତତେ ଟିକେ ଲାଜ ଲାଗୁନି? ସେଠୁ ପୁଅ କହିଲା କି ହଁ କହୁଛି ଚୋର, ଯଦି ନେଇଛ ତ କହିଦିଅ, ଫଳରେ ତମ ବ୍ୟାଗ୍ ତଲାସି କରିବାକୁ ପଡ଼ିବନି ଆଉ। ସେଠୁ କଳ୍ପନା କହିଲେ କି ଠିକ୍ ଅଛି, ତଲାସି କରିନିଅ। ଲିଜା କହିଲେ କି ରୋହିତ, ମୁଁ ଏ ମଇଳା ବ୍ୟାଗକୁ ହାତ ଲଗେଇ ପାରିବିନି, ତମେ ଦେଖିଦିଅ, ନହେଲେ ମୁଁ ପୋଲିସକୁ ଡାକି ଦେଉଛି, ସେମାନେ ଆସି ତଲାସି କରିବେ। ପ୍ରମୋଦ ବାବୁ ଓ କଳ୍ପନାଙ୍କ ଆଖିରୁ ଲୁହ ବୋହି ଆସିଲା। ସେମାନେ ମୁଣ୍ଡରେ ହାତ ଦେଇ ସେଠାରେ ବସି ପଡ଼ିଲେ, ଆଉ ନିଜ ଇଜ୍ଜତ ଚୁରଚୁର ହେଉଥିବା ନିଜେ ଦେଖୁଥିଲେ। ସମସ୍ତେ ସେମାନଙ୍କୁ ସନ୍ଦେହ ନଜରରେ ଦେଖୁଥିଲେ। ସେମାନେ ବାସ୍ ଓଦା ଆଖିରେ ନିଜ ବ୍ୟାଗ୍ ନୁହେଁ, ବରଂ ଇଜ୍ଜତକୁ ତଲାସି କରିବାରେ ଦେଖୁଥିଲେ, ତା ପୁଣି ନିଜ ପୁଅ ହାତରେ। ଏ ବୁଢ଼ୀ, ଏସବୁ କ'ଣ? ଲିଜା କହିବାରୁ କଳ୍ପନା କହିଲେ କି ନାଇଁ ବୋହୂ, ମୁଁ ଚୋରି କରିନି। ବୁଢ଼ୀ ମିଛ କହୁଛୁ କହି ଯେମିତି ହାତ ଉଠାଇବାକୁ ଚେଷ୍ଟା କଲେ, ତୁରନ୍ତ କେହି ଜଣେ ଆସି ତାଙ୍କ ହାତ ଧରି ପକାଇଲେ, ଆଉ ଜୋର କି ଗୋଟେ ଚାପଡ଼ା ଲିଜାଙ୍କ ଗାଲରେ ଲଗେଇଦେଲେ। ତମର ସାହସ କେମିତି ହେଲା ତାଙ୍କୁ ଚାପଡ଼ା ମାରିବା ପାଇଁ? ଲାଜ ଲାଗୁନି ଟିକେ? ଲିଜା ମୁହଁ ବୁଲେଇ ଦେଖିବା ବେଳକୁ 2 ଜଣ ପୋଲିସ କର୍ମଚାରୀ ଛିଡ଼ା ହୋଇଥିଲେ। ସେଠୁ ସେ ପୋଲିସ ବାଲା 2 ଜଣ ପ୍ରମୋଦ ବାବୁ ଓ କଳ୍ପନାଙ୍କ ପାଦ ଛୁଇଁ ପ୍ରଣାମ କଲେ। ଏସବୁ ଦେଖିକି ଲିଜା ଓ ରୋହିତଙ୍କର ଯେମିତି ପାଦ ତଳୁ ମାଟି ଖସିଗଲା। ପାଟିରୁ ବାହାରିଗଲା ଆରେ ସାର୍, ଆପଣ? ଏମାନଙ୍କୁ କ'ଣ ଆପଣ ଜାଣିଛନ୍ତି କି? ସେଠୁ ସେମାନେ କହିଲେ କି ଆମେ ଆପଣଙ୍କ ବାପା ଡାକିବାରୁ ଏଠିକୁ ଆସିଛୁ। ତମେମାନେ ଏଇ ଫ୍ଲାଟ୍ ଖାଲି କରିବା ବେଳେ ଯେମିତି ତାଙ୍କ ଉପରେ ହାତ ନ ଉଠାଇବ, ସେଥିପାଇଁ ଆମେ ଆସିଛୁ। ସେଠୁ ରୋହିତ ଓ ଲିଜା ପରସ୍ପରକୁ ଅନେଇଲେ, ଆଉ ରୋହିତ କହିଲେ କି କ'ଣ କହୁଛନ୍ତି ଆପଣ? ମୁଁ କିଛି ବୁଝିପାରୁନି। ସେତେବେଳେ ପଛରୁ ପ୍ରମୋଦ ବାବୁ ଆସି କହିଲେ ଯେ ପୁଅ, ଏ ପୋଲିସ ବାବୁମାନେ ଘରକୁ ଫ୍ଲାଟ୍ ବୋଲି କହିଲେ ତ ବୁଝିପାରିଲୁନି ବୋଧେ। ମୁଁ କହୁଛି ଶୁଣ, ଏ ଘର ତୋ ଶ୍ୱଶୁର ତତେ ଦେଇଥିଲେ, ଆଉ ଏବେ ତୁ ମତେ ଦେଇଦେଲୁ। ତୁ 1,000,000 ଟଙ୍କା ଲୋଭରେ ଯେଉଁ କାଗଜରେ ଦସ୍ତଖତ କରିଥିଲୁ, ସେସବୁ ମୋର ପ୍ଲାନ୍ ଥିଲା।
ତୁ କ'ଣ ଭାବୁଛୁ? ତୁ ଖାଲି ଚାଲ ଖେଳି ପାରିବୁ? ଆମେ ଗାଁର ହେଲେ ବି ଆମ ଇଜ୍ଜତ ଆମ ପାଇଁ ବଡ଼। ଠିକ୍ କହିଥିଲ ତମେମାନେ। ଆଉ ଯେତେବେଳେ ଆମେ ଜାଣିଲୁ କି ଆମ ଇଜ୍ଜତର ଧଜ୍ଜିଆ ଉଡ଼େଇବ, ସେତେବେଳେ ଏସବୁ ଯୋଜନା କରିବାକୁ ପଡ଼ିଲା। ପ୍ରମୋଦ ବାବୁ ଏସବୁ କହୁ କହୁ ଲିଜା ରୋହିତକୁ କହିଲେ କି ତମେ ତ କହୁଥିଲ ଆମେ କୋଟିପତି ହୋଇଯିବା ବୋଲି, ପୁଣି ଏସବୁ କ'ଣ? ପ୍ରମୋଦ ବାବୁ କହିଲେ କି ମୁଁ କହୁଛି ବୋହୂ, ସେ 1,000,000 ଟଙ୍କାର ଲଟେରୀ ଭାବିକି ଯେଉଁ କାଗଜରେ ଦସ୍ତଖତ କରିଥିଲା, ପ୍ରକୃତରେ ସେଇଟା ଏହି ଘରର କାଗଜପତ୍ର ଥିଲା, ଯେଉଁଟାକି ସେ ଦସ୍ତଖତ କରି ଆମ ନାଁକୁ କରିଦେଇଛି। ଆଉ ତା ସହିତ ଇଏ ବି ଆମର ସବୁ କରଜ ସୁଝି ଦେଇଛି। ଆଉ ଏବେ ଏହି ଘର ଆମର। ଯଦି ଏଠାରେ ରହିବାର ଅଛି ତାହେଲେ ଆମର କାମ କରିବାକୁ ପଡ଼ିବ। ତମ ପରି ଧୋକାବାଜ ସହିତ ବି ଟିକେ ଧୋକା କରିବାର ଆବଶ୍ୟକତା ଥିଲା। ଯେତେବେଳେ ଜଣେ ମୂର୍ଖ ଗାଉଁଲି ଲୋକ ନିଜ ସଚ୍ଚୋଟତା ଛାଡ଼ିଦିଏ, ଏମିତି ହିଁ ହୁଏ। ସେଠୁ ଲିଜା କହିଲେ କି ଏମିତି କେମିତି ଏ ଘର ତମ ନାଁରେ ହୋଇଯିବ? ତମେ ମୋ ବାପାଙ୍କୁ ଜାଣିନ। ଏ ପୋଲିସ ବାଲା ବି ତାଙ୍କ ଆଗରେ କିଛି କରିପାରିବେନି। ରୁହ, ଏବେ ଡାକୁଛି ମୋ ବାପାଙ୍କୁ। ଏତିକି କହି ସେ ଯେମିତି ଫୋନ୍ କାଢ଼ିଛନ୍ତି, ତାଙ୍କ ବାପ ଘର ଭିତରକୁ ଆସି କହିଲେ କି ଫୋନ୍ କରିବା ଦରକାର ନାହିଁ ଝିଅ, ତୋ ବାପା ଆସିଗଲା। ବାପା, ତମେ ଏଠି? ଭଲ ହେଲା ତମେ ଆସିଗଲ। ଏବେ ତମେ ହିଁ ଏ ବୁଢ଼ାକୁ ବତାଅ। କହୁଛି କ'ଣ ନା ଏ ଘର ତାର। ଝିଅ, ଏଟା ଆଇନ ଭିତରେ କରାଯାଇଥିବା କାମ। ଆଉ ମୁଁ ଆଇନଠୁ ବଡ଼ କି? ଲିଜା ଆଶ୍ଚର୍ଯ୍ୟ ହୋଇ କହିଲେ କି ବାପା, ଏ କ'ଣ କହୁଛ ତମେ? ସେଠୁ ଲିଜାଙ୍କ ବାପା କହିଲେ କି ତମମାନଙ୍କଠୁ ହତାଶ ହୋଇ ଯାଉଥିଲେ ତ ବାହାରେ ମୋ ସହିତ ଦେଖା ହୋଇଗଲା। ଆଉ ଦେଖିବା ବେଳକୁ ତୋ ଶ୍ୱଶୁର ତ ମୋ ପିଲାଦିନର ସାଙ୍ଗ। ତା ପ୍ରତି ଅତ୍ୟାଚାର ମୁଁ କେମିତି ସହିଥାନ୍ତି? ଯେଉଁ ଅତ୍ୟାଚାର ମୋ ଝିଅ କରୁଥିଲା ମୁଁ କେମିତି ସହିଥାନ୍ତି? ତୁ ଜାଣିଛୁ, ମୁଁ ତାପରି ଗରିବ ଥିଲି, କିନ୍ତୁ ସେ ତା ଖାଇବାରୁ ମୋତେ ଦେଇ ମୋ ପେଟ ଭରୁଥିଲା। ତାପରେ ମୁଁ ସହରକୁ ଆସି ରହିଗଲି, ଆଉ ବଡ଼ ଲୋକ ହେବା ଚକ୍କରରେ ତାକୁ ଭୁଲିଗଲି। କିନ୍ତୁ ଆଜି ମୋ ଭାଗ୍ୟ ପୁଣି ମୌକା ଦେଲା ସୁଧାରିବା ପାଇଁ। ତେଣୁ ମୁଁ ତା ସାଥ ଦେଇ ଏସବୁ ପ୍ଲାନ୍ କଲି। ଏବେ ତମେମାନେ କୁହ କ'ଣ କରିବ? ରାସ୍ତା କଡ଼ରେ ରହିବ ନା ଶାଶୁ ଶ୍ୱଶୁରଙ୍କର ସେବା କରିବ? କାରଣ ତୋ ଶ୍ୱଶୁର ହିଁ ଏବେ ଏ ବିରାଟ ବଡ଼ ବଙ୍ଗଳାର ମାଲିକ। ଆଉ ସିଏ ଯାହା କହିବ ତମକୁ କରିବାକୁ ପଡ଼ିବ। ଆଉ ହଁ, ଏଇ 2 ପୋଲିସ ବାଲା ମୋ ସାଙ୍ଗର ପୁଅ, ଯାହାକୁ ପାଠ ପଢ଼େଇ ସେମାନଙ୍କୁ ମଣିଷ କରିଛନ୍ତି। ଏବେ କିଛି ଦିନ ଆଗରୁ ସେମାନେ ପୋଲିସ ଚାକିରି ପାଇଛନ୍ତି। ଆଉ ପ୍ରମୋଦ ଓ କଳ୍ପନା ଭାଉଜ ଏଠି ଅଛନ୍ତି ଜାଣି ସେମାନେ ତାଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ। ଏବେ କୁହ, ତମେମାନେ ରାସ୍ତା କଡ଼ରେ ରହିବ ନା ତମ ଶାଶୁ ଶ୍ୱଶୁରଙ୍କ ସେବା କରିବ? ଏସବୁ ଶୁଣିବା ପରେ ଯେମିତି ରୋହିତ ଓ ଲିଜାଙ୍କର ପାଦ ତଳୁ ମାଟି ଖସିଗଲା, ମୁଣ୍ଡ ଘୁରେଇ ଦେଲା। ସାଙ୍ଗେ ସାଙ୍ଗେ ପ୍ରମୋଦ ବାବୁ ଓ କଳ୍ପନାଙ୍କ ପାଦ ତଳେ ପଡ଼ି କ୍ଷମା ମାଗିବାରେ ଲାଗିଲେ। ଏବେ ଦୁହିଁଙ୍କ ପାଖରେ ନିଜ ବାପା ମାଙ୍କ ସେବା କରିବା ଛଡ଼ା ଆଉ କିଛି ବାଟ ନଥିଲା। ତ କାହାଣୀଟି କେମିତି ଲାଗିଲା? ନିଜ ବାପା ମାଙ୍କ ସହିତ ଏମିତି ନିଷ୍ଠୁର ହୋଇଯାଉଥିବା ପିଲାମାନଙ୍କ ପ୍ରତି ଏ କାହାଣୀ ଏକ ଶିକ୍ଷା ଅଟେ। ଆପଣ ରୋହିତ ଓ ଲିଜାଙ୍କ କାମକୁ ନେଇ କମେଣ୍ଟରେ ନିଜର ମତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ହଁ, ବେଲ୍ ଆଇକନ୍କୁ ଅନ୍ କରିବାକୁ ଜମା ବି ଭୁଲିବେନି। ଧନ୍ୟବାଦ। ଆପଣଙ୍କ ଭିତରୁ ଅନେକ କମେଣ୍ଟ କରି ଜାଣିବାକୁ ଚାହୁଁଛନ୍ତି କି ମୁଁ କେମିତି କାମ କରୁଛି। ତେଣୁ ଖୁବ୍ କମ୍ ସମୟରେ କହିବା ପାଇଁ ହେଲେ ଗୋଟିଏ ଛୋଟିଆ ରୁମ୍ରେ ମୋର କାର୍ଯ୍ୟକ୍ଷେତ୍ର ବା ଅଫିସ୍ ରହିଛି। ସେଠାରେ ମୁଁ ଯେଉଁ ମାଇକ୍, ଯେଉଁ କମ୍ପ୍ୟୁଟର, ଯେଉଁ ମୋବାଇଲ, ଯେଉଁ ଏୟାର କଣ୍ଡିସନର, ଯେଉଁ ସ୍ପିକର, ଯେଉଁ କ୍ୟାମେରା, ଟ୍ରାଇପଡ୍ ଆଦି ବ୍ୟବହାର କରୁଛି, ସେଗୁଡ଼ିକର ଲିଙ୍କ ତଳେ ଦେଇଦେଇଛି। ସେସବୁ ଏବେ ଖୁବ୍ ଭଲ ପ୍ରାଇସ୍ରେ ମିଳୁଛି। ଆପଣମାନେ ଡେସ୍କ୍ରିପସନରେ ରହିଥିବା ଲିଙ୍କ କ୍ଲିକ୍ କରି କିଣିପାରିବେ।